ଆବୃତ୍ତିର ପର୍ବ ସଭାପତିତ୍ୱ କରିବେ ଶ୍ରୀଯୁକ୍ତ ତାରିଣୀ ଚରଣ ସାହୁ ମହୋଦୟଙ୍କୁ ଅନୁରୋଧ କରିବି ସେ ମଞ୍ଚକୁ ଆସିବେ। ସଂଯୋଜନା କରିବେ ଶ୍ରୀମତୀ ନିରୁପମା ପତି ଓ ଶ୍ରୀମତୀ ରଶ୍ମି ସାହୁ। ଏ ତିନି ଜଣଙ୍କୁ ଅନୁରୋଧ କରୁଛି ମଞ୍ଚକୁ ଆସିବା ପାଇଁ। ସମସ୍ତ ସାରସ୍ୱତ ସ୍ରଷ୍ଟାଙ୍କୁ ମୋର ପ୍ରଣାମ। ତେବେ ଆଲୋଚନା ଏବଂ ଗଳ୍ପ ଆସର ପରେ ଆମେ ପହଞ୍ଚିଛେ କବିତା ପର୍ଯ୍ୟାୟରେ। ଆଜିର ସଭାପତିତ୍ୱ କରୁଛନ୍ତି ଆମର ବରିଷ୍ଠ କବି ତଥା ବିଶେଷ ବରିଷ୍ଠ ବ୍ୟକ୍ତି ବିଶେଷ ବয়োଜ୍ୟେଷ୍ଠ ସାର୍ଙ୍କୁ ପ୍ରଣାମ ଜଣାଉଛି ତାରିଣୀ ସାର୍ଙ୍କୁ। ସେ ଆଜିର ସଭାପତିତ୍ୱ ଆସନରେ ଅଳଙ୍କୃତ ହୋଇଛନ୍ତି ଏବଂ ମୋର ସହ ସଂଯୋଜିକା ଅଛନ୍ତି ରଶ୍ମି ମ୍ୟାଡାମ। ମୁଁ ମଧ୍ୟ ସ୍ୱାଗତ କରୁଛି ଆଉ ଆପଣମାନଙ୍କୁ ମଧ୍ୟ ଏହି କବିତା ପର୍ଯ୍ୟାୟକୁ ସ୍ୱାଗତ କରୁଛି, ଶୁଭେଚ୍ଛା ଜଣାଉଛି। ତେବେ କାର୍ଯ୍ୟକ୍ରମର ପ୍ରଥମ ପର୍ଯ୍ୟାୟରେ ମୁଁ ସଭାପତି ମହୋଦୟଙ୍କୁ ଅନୁରୋଧ କରିବି ସେ ତାଙ୍କର ସଭାପତିତ୍ୱ ଅଭିଭାଷଣ ରଖିବେ। ତାରିଣୀ ସାର୍। ଆଜିର ଏ ସାରସ୍ୱତ ମହିମ ସନ୍ଧ୍ୟା ସଂଖ୍ୟା ପ୍ରଥମେ କମ୍ ଥିଲେ, ବର୍ତ୍ତମାନ ପ୍ରାୟ ଶତ୍ରୁମଣ୍ଡଳୀ ଏବଂ ସଜ୍ଜନଙ୍କର ସମାବେଶରେ ଆମର ଏ ସଭାକକ୍ଷଟି ଆପାତତଃ ସମ୍ପୂର୍ଣ୍ଣ ହେଇଛି। ବହୁତ ଭଲ କାର୍ଯ୍ୟକ୍ରମ ଚାଲିଛି। ଆମର ଯୁବ ପ୍ରତିଭା ଶ୍ରୀଯୁକ୍ତ ତ୍ରିପାଠୀଙ୍କଠୁ ତଥ୍ୟମୂଳକ ସମ୍ଭାଷଣ ଶୁଣିବାର ସୁଯୋଗ ପ୍ରାପ୍ତ ହେଇଛି ଏକ ଦିଗରୁ। ଅନ୍ୟ ଦିଗରୁ ଯୁବ ପ୍ରତିଭା ମାନେ ସଭା ମଞ୍ଚରେ ଆସି ଉପସ୍ଥିତ ହୋଇ ଆମ୍ଭମାନଙ୍କୁ କିଛି ଉପଦେଶ ଏବଂ କିଛି ତଥ୍ୟ ଭିତ୍ତିକ ଆଲୋଚନା ଶୁଣେଇଥିବା ମୁଁ ଯୁବ ପିଢ଼ିକୁ ସାମଗ୍ରିକ ଭାବେ ସ୍ୱାଗତ କରୁଛି ଏବଂ ବର୍ତ୍ତମାନ କବିତା ଆସର ସମୟ ଅତିକ୍ରାନ୍ତ ହେଲାଣି। ମୁଁ ଅନୁରୋଧ କରୁଛି ଅତ୍ୟଧିକ ଗୌରଚନ୍ଦ୍ରିକା ନ କରି ଆମେ ସଭା କାର୍ଯ୍ୟ ଆମେ ସାହିତ୍ୟ ଆସର କବିତା ଆସରକୁ ଆଗେଇ ନେଇ କବିତାର ରସାସ୍ୱାଦନ କରିବା ଏବଂ ବନ୍ଧୁମାନଙ୍କୁ ବି ଅନୁରୋଧ ନିଜ କବିତା ସମ୍ପର୍କରେ ବିଶେଷ ଟିପ୍ପଣୀ ନ ଦେଇ ସିଧା କବିତାକୁ ପ୍ରବେଶ କରିବେ। ସମସ୍ତଙ୍କର ମଙ୍ଗଳ ହଉ, ସମସ୍ତଙ୍କୁ ନବବର୍ଷର କଲ୍ୟାଣ ଶୁଭେଚ୍ଛା ଜ୍ଞାପନ କରି ଏ କାର୍ଯ୍ୟକ୍ରମକୁ ଆଗେଇ ନେବା ପାଇଁ ଆମର ସଂଯୋଜିକା ମାନଙ୍କୁ ଅନୁରୋଧ କରୁଛି। ସ୍ୱାଗତ। ତେବେ ପ୍ରଥମ କବି ଗାୟକ ଗୌରବ ଧବଳେଶ୍ୱର ବେହେରା ମହୋଦୟଙ୍କୁ ଅନୁରୋଧ କରିବି ସ୍ୱପ୍ନ ସରିନାହିଁ। ପ୍ରଥମ କବି ସ୍ୱପ୍ନ ସରିନାହିଁର ଧବଳେଶ୍ୱର ବେହେରା ମହୋଦୟ। ମୋର ସମ୍ମୁଖରେ এই সন্ধ্যায় ଆପଣମାନଙ୍କୁ ମୋର ଅନ୍ତରସ୍ଥ ପ୍ରଣାମ ଜଣାଉଛି। ସ୍ୱପ୍ନ ସରିନାହିଁ, ସ୍ୱପ୍ନ ସରିନାହିଁ, ରାତି ବାଢ଼ିଗଲା, କାମ ସରିନାହିଁ, ବେଳ ବୁଡ଼ିଗଲା, ସବୁ କଥା ଅଧା ରହିଯାଏ, ସବୁ କଥା ଅଧା ରହିଯାଏ। କେଉଁ ପ୍ରତିଶ୍ରୁତି ଦେବି ତୁମକୁ, ଭାବନାର କିଓ ଛିଣ୍ଡି ଯାଏ, ଭାବନାର কিয় ছিন্দি যায়, রাতি পাহিনাই কাকরে শুভিলা, ফগুণ আসিনি পত্র কমলিলা,
কেউ পরিচয় দেবে তোমাকু তথাপি খিরিয় খোঁজো ঠায়ে তথাপি খিরিয় খোঁজো ঠায়ে কাকড়ে সবিনি সূর্য উইরা সরে তা সরিনি তেল সরি গোলা কি পরি আলো দেখিব তোমাকু অহরহ কেতে ভাবো থায়ে অরহ কেতে ভাবো থায়ে সূরজ হইনি পদ্ম ফুটিলা দেউଳ সরিনি চোড়ে মোরা হেলা কিপরি দেবতা থাপিবি দেউলে ভাবি ভাবি ছন্দি ওই যায় ভাবি ভাবি ছন্দি ওই যায় পদুম ফুটিনি ভর উড়িলা বড় সই নাহি বেড় আসিগলা পদুম ফুটিনি ভর উড়িলা বড় সই নাহি বেড় আসিগলা কিভাবে নৌকা চড়াইবি কহ ভাবনার নৌকা রহি যায় ভাবনার নৌকা রহি যায় ভাবনার নৌকা রহি যায় ଦୂରକୁ ପର୍ବତ କେତେ ସୁନ୍ଦର ଗଲେ ତା ପାଖକୁ ବନ ପଥର ଦୂର ମନୋହର ଦିଶେ ସାଗର ପାଶେ ଲବଣାକ୍ତ ଜଳ ପାତର ଜୀବନକୁ ଅତି ନିକଟରୁ ଖୁବ୍ ସୂକ୍ଷ୍ମ ଭାବେ ଭୋଗିଥିବା ମଣିଷ ହିଁ ଏତେ ଗଭୀର ତତ୍ତ୍ୱକୁ ଖୁବ୍ ସାଧାରଣ ଶୈଳୀରେ ଉପସ୍ଥାପିତ କରିପାରେ ଖୁବ୍ ନିକଟରେ ଯାଇଥିବା ସେହି ଅସାଧାରଣ ବ୍ୟକ୍ତିତ୍ୱ ବ୍ୟାସକବି ଫକୀର ମୋହନ ସେନାପତିଙ୍କର ଜନ୍ମବାର୍ଷିକୀ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ପୂର୍ବକ ଏହି ଶବ୍ଦ ସହ ମୁଁ ଆଜି ଆମର ପରବର୍ତ୍ତୀ କବିଙ୍କୁ ଶ୍ରଦ୍ଧାପୂର୍ବକ ଆମନ୍ତ୍ରଣ କରୁଛି ପରବର୍ତ୍ତୀ କବି ଇଞ୍ଜିନିୟର ଅଶୋକ କୁମାର ପଟ୍ଟନାୟକ ସମସ୍ତଙ୍କୁ ମୋର ନମସ୍କାର ମୋ କବିତାର ଶୀର୍ଷକ ମାଟି ମଗ୍ନା ସଞ୍ଜ ନଇଲେ ଆଶାର ସଳିତା ଜାଳି ରାତିରୁ ଚେଣାଏ ଅନ୍ଧାର ନେଇ ମୁଁ ବାହାରି ଆସେ ମୋ ଭିତରୁ ନଈ ପଡ଼ିଥିବା ଇଚ୍ଛା ମାନଙ୍କୁ ସାଥୀ ବୋଲି ଉଡ଼ାଣ କରେ ସ୍ୱପ୍ନ ଆଙ୍କି ହୋଇ ପଡ଼େ ହଜିଥିବା ପ୍ରଗତି ପଥର ଯେତେ ଯେତେ ପାଦ ଚିହ୍ନ ଆଙ୍କି ହୋଇ ପଡ଼େ ହଜିଥିବା ପ୍ରଗତି ପଥର ଯେତେ ଯେତେ ପାଦ ଚିହ୍ନ ରାଜରାସ୍ତାରୁ ଗାଁ ଦାଣ୍ଡ ମାଟି ଯାଏ ପିଟା ମାଟିର ବାସ୍ନା ଦେଇ ସଂଗୁଳି ହୁଏ କାଦୁଅ ପଚ ପଚ ମୋ କ୍ଷେତର ସବୁ ଜୀବ ବାଟ ହୁଡ଼ିଥିବା ଦାଦନ ଫେରି ଆସେ ଗାଁ ମାଟିକୁ ତାର ବିଭୋର କଣରେ ମାଟି ମଗ୍ନା କରି ତୃତୀୟ ହୋଇ ଆଦରି ନିଏ ଅତି ସରାଗରେ ଗାଁ ଦାଣ୍ଡର ଦୋଳି ସେ କେବେ ଦିନେ ତୁଚ୍ଛ କରି ଯାଇଥିଲା ଏ ଘର ଏ ଅଗଣା ଦାଣ୍ଡ ଦୁଆର ମା ଅଧରର ହସ ଶ୍ରାବଣର ଶୋଷ ଗାଁ ମଉଜ ସ୍ନେହ ପିଉଷକୁ ଏବେ ଫେରି ଆସି ମାର ଛଳ ଛଳ ଆଖିର ପେଜୁଆ ବରଡ଼ ତଳେ ଦେଖି ପାରୁଛି ଅବ୍ୟକ୍ତ ବେଦନାର ସିକ୍ତ ସ୍ପର୍ଶ ଦେହ ଯନ୍ତ୍ରଣା ପେଟର କ୍ଷୁଧା ନିବୁଜ ମନର ଯେତେ ଯେତେ ଅବୁଝ ଭାଷା ଉଙ୍କି ମାରେ ସ୍ୱାଧୀନ ଭାରତ ବର୍ଷର ସୁନେଲି ଚିତ୍ର ମନ୍ତ୍ରାୟିତ ମାଟିର ବାସ୍ନା ବିଞ୍ଚି ଦିଏ ବାହୁଡ଼ା ମନରେ ଜୀବର ଅହେତୁକ ଅନୁକମ୍ପା ଧୀରେ ଧୀରେ ଥମିଯାଏ ଅବୁଝା ମନର ବ୍ୟଥା କଅଁଳି ଉଠେ ହୃଦୟରେ ମାଟିମଗ୍ନାର ସ୍ୱପ୍ନମାନ ଖଣି ଖାଦାନ କଳକାରଖାନା କାରିଗରୀର ନିପୁଣପଣ ଲହଡ଼ି ଭାଙ୍ଗୁଥିବା ସୁନାର କ୍ଷେତ ଶସ୍ୟ ଧାମଣା ରାଜି ବାବୁମେଲି ଡାକେ ଫେରିଆ
ଫେରି ଆମ ଧନ ତୋ ପାଇଁ ସାଇକା ପରାଏ ସମ୍ଭାର ତୋହରି ଅପେକ୍ଷାରେ ଉନ୍ମୁକ୍ତ ଏ ଧରା ବୁଣି ଦେ ସମ୍ଭାବନାର ଯେତେ ଯେତେ ଇଚ୍ଛା ମାନ ହସି ଉଠୁ ବାସି ଉଠୁ ମାଟିର ସର୍ବସ୍ୱ ତୁ ଫେରିଆ ମାଟି ମଗ୍ନା ହୋଇ ଭିଡ଼ା ମାଟିକୁ ତୋର ତୋ ଆଖିର ସରସତାରେ ଭରି ଦେ ସମ୍ଭାବନାର ଯେତେ ଯେତେ ସ୍ୱପ୍ନ ଧନ୍ୟବାଦ। ଆକାଶ ପର୍ଯ୍ୟନ୍ତ ମା ଠାରୁ ବଡ଼ ଦୁନିଆରେ ନାହିଁ ତିନି ମନୁଷ୍ୟ ଯେ ବିଶ୍ୱବନ୍ଦିତା ମାତୃ ଆଶୀର୍ବାଦେ ଅମରତ୍ୱ ଥାଏ ନାରୀ ନାରାୟଣୀ ଚିର ପୂଜିତା। ଏମିତି ଏକ ଶୀର୍ଷକ ଦେଇ ଆମ ଗହଣରେ ବର୍ତ୍ତମାନ ଉପସ୍ଥିତ ହେବାକୁ ମୁଁ ଅନୁରୋଧ କରିବି ଧରିତ୍ରୀ ପାଇକ ରାୟ। କବିତାର ଶୀର୍ଷକ ବୋଉ। ବୋଉ ଭାରି ମନେ ପଡେ ତୋର ସେଇ ଅଭୟ ଆଶ୍ରୟ କୋଳ ବୁଢୀ ଅଛୁମି ଗପ ନାନା ଗୀତ ମା ଖାତିରୁ କ୍ଷୀର ଛୁଣୁଥିବା କଣ ଶିଶୁକୁ ଦେଖିଲେ ଅବା ରୋଗ ଶଯ୍ୟାରେ ଯନ୍ତ୍ରଣାରେ ଛଟପଟ ପିଲାକୁ ଦେଖିଲେ ତୁ ମନେ ପଡୁ ଭୁରୁ ଭୁରୁ ଆମ୍ବ ବଣର ବାସ୍ନା ପହିଲି ଆଷାଢର ବର୍ଷା କୁନ୍ଦାରେ ବତୁର ମାଟିର ମହକ ପରି ତୋ ପଣତ କାନି ବାର ବାର ବାନ୍ଧି ରଖେ ମତେ ମୋ ଭିତରେ ନୀଳ ବାବୁଡା ପକ୍ଷୀର କାକଳି ଶୁଭେ ଆସନ୍ନ ସନ୍ଧ୍ୟାରେ ପଶ୍ଚିମ ଦିଗନ୍ତେକୁ ଅଦୃଶ୍ୟ ଶିଳ୍ପୀର ଚିତ୍ରିତ ଚାହୁଁଛବି ଚଉରା ମୂଳର ମହୁସୁର ମଙ୍ଗଳ ଆଳତି ପବିତ୍ର ଅଖଣ୍ଡ ଦୀପର ଦ୍ୟୁତି ଗୃହବଧୂର ଅବଗୁଣ୍ଠନ ଭିତର ଉଚ୍ଛୁଳ ଆଶାର ଆଖି ତୋ ଭଲ ପାଇବା ଜହ୍ନି ଲଟା ପରି ଲଟେଇ ଯାଏ ମୋ ସାରା ଦିଗରେ ତୋ 12 ବର୍ଷ ବ୍ରତର ପୁଣ୍ୟ ଫଳ ପାଇ ମୋ ଆୟୁଷ ଅୟୁତ ଚୁଏ ମୋ ଅଗଣା ଭିଜୁଥିଲେ ପୁନେଇ ଚାନ୍ଦରେ ସୁଖର ଜୁଆର ଆସେ ତୋ ହୃଦ ସାଗରରେ। ଧନ୍ୟବାଦ। খুব সুন্দর কবিতা বউ কেবল শব্দ নহে এক ব্যাপ্ত সাগর সদস্য অশেষ ধন্যবাদ। প্রেমর নিবিড়তারে বন্ধন হৃদয়টি ସବୁବେଳେ ସ୍ୱପ୍ନ ଭରାଟି ରାଣୀ ଉଚ୍ଚାରଣ କରିଛନ୍ତି ହେଲେ ସେ ମାଦକତାରେ ଯେବେ ପ୍ରତାରଣା କରେ କଣ ହୁଏ ଚାଲନ୍ତୁ ଶୁଣିବା କବି ଦୁଷ୍ମନ ଏକ କବିତା ଅଭୁଲା ସ୍ମୃତି କବି ଦୁଷ୍ମନ ଏକ ସମସ୍ତଙ୍କୁ ପ୍ରଣାମ। ମୋ କବିତାର ଶୀର୍ଷକ ହେଉଛି ଅଭୁଲା ସ୍ମୃତି। ଲିଭିତ ଯାଇଛି ଆଶାର ଆଲୋକ ଫେରିବ ନାହିଁ ତୁମ ସହ ଥିବା ଅତୀତର ପ୍ରେମ ଶତଚେଷ୍ଟା ସତ୍ତ୍ୱେ ମିଳିବ ନାହିଁ। ହୃଦୟରେ ତୁମ ଚିତ୍ର ଆଙ୍କିଥିଲି ହୁଏତ ସର୍ବଦା ରହିବ ସେଠି ହେଲେ ମୋ ଜୀବନ ବାଟରେ ତୁମର ସାଥିଟିଏ ଲୋଡ଼ା ନଥିବ ଏଠି। ଦୀର୍ଘ ସମୟର ସମ୍ପର୍କ ଆମର ଧରି ରଖିଥିଲା ପ୍ରେମର ନାଡ଼ି ପ୍ରତାରଣା ଭରା ନୟନ ତୁମର କ୍ଷଣକ ଭିତରେ ହେଲା ଅସାର। କଳା ବାଦଲର ଚାଦରକୁ ଢାଙ୍କି ନିଃସହାୟ ହୋଇ ପଡ଼ି ମଥିଲି ସ୍ୱପ୍ନ ଭରା ସେହି ଜଳବିନ୍ଦୁ ଆଣି ସିଞ୍ଚି ଦେଇଗଲ କ୍ଷଣକ ଲାଗି। ଦୀର୍ଘ ସମୟର ମରିଚିକା ଶେତ କଣ୍ଠରେ ପ୍ଳାବିତ ରାଶି ତୁମର ବିପଦ କଥାରେ ମନେ ଝରଣାଟି ବହୁ କେଉଁଠୁ ଆସି। ବିପଦ କଥାରେ ଉଡ଼ିଥିଲି ସତ ତୁମରି ହାତକୁ ଧରି ମୂଲ୍ୟହୀନ ଆଜି ପ୍ରମାଣ କଲ ଯେ ଆକାଶ ଗଲି ମୁଁ ପଡ଼ି। କଥା ଦେଇଥିଲି ଭୁଲିବିନି କେବେ ପ୍ରେମର ଅଭୁଲା ସ୍ମୃତି ପ୍ରତିଶ୍ରୁତି ଆଜି ଶତ୍ରୁ ଯେ ହୋଇଛି ଅଶ୍ରୁ ଯେ ହୋଇଛି ସାଥୀ। ଧନ୍ୟବାଦ। ମୋ ସାରସ୍ୱତ ପ୍ରଣାମ। ମୋ କବିତାର ଶୀର୍ଷକ ନୀରବତାର ନିସ୍ତବ୍ଧ ପରୁଆ ଭିତରେ ଦିଗ୍ଦି ହୋଇ ଜଳୁଥିବା ନିରୀହ ନିଷ୍ପାପ ଆଶା। ନୀରବତାର ନିସ୍ତବ୍ଧ ପରୁଆ ଭିତରୁ ଦିଗ୍ଦି ହୋଇ ଜଳୁଥିବା ନିରୀହ ନିଷ୍ପାପ ଆଶା କାରୁଣ୍ୟକୁ ଭାଲ କରି ଥରୁଟିଏ କହିବାକୁ ଚାହେଁ ସେ ନିର୍ଦ୍ଦୋଷ। ସେ ନିର୍ଦ୍ଦୋଷ। ପରିବର୍ତ୍ତିତ ପରିସ୍ଥିତି ତା ନିର୍ଦ୍ଦୋଷତାର ପ୍ରମାଣ ଚାହେଁ। ପ୍ରତ୍ୟେକ ସମ୍ପର୍କ ରକ୍ତ ଠାରୁ ଗର୍ଭ ପର୍ଯ୍ୟନ୍ତ ସବୁ ମାଗନ୍ତି କହିବ। ସବୁ ବିଶ୍ୱାସ ଉପରେ ମାଡ଼ି ଚାଲିଛି ବରମଣ୍ଡଳ
ଅବିଶ୍ୱାସର ନିର୍ମୂଳ ସବୁ ବିଶ୍ୱାସ ଉପରେ ମାଡ଼ି ଚାଲିଛି ବହଳଙ୍କର ଅବିଶ୍ୱାସର ନିର୍ମୂଳତା ସ୍ୱାର୍ଥପରତାର କଳଙ୍କ ବେଶୀ ସ୍ୱାର୍ଥପରତାର କଳଙ୍କ ବେଶୀ ହେଇଯାଉଛି ପରସ୍ପର ଏହି ସର୍ବାଙ୍ଗରେ ନର୍କ ଯନ୍ତ୍ରଣାରେ ଛଟପଟ ହେଉଥିବା ଆତ୍ମୀୟତାର କୋହ ବିଳପି ଉଠୁଛି କିଏ ନିଜର କିଏ ପର ପ୍ରମାଣ ପାଇଁ ସମ୍ପର୍କ ତ୍ରିଭୁଜ ଭିତରେ ଛନ୍ଦ କପଟ ଅବିଶ୍ୱାସ ନାମୀ ରେଖାତ୍ରୟ ନିଜର ସୀମା ଲଗି ବାଟ ଓଗାଳୁଛନ୍ତି ସମ୍ପର୍କ ତ୍ରିଭୁଜ ଭିତରେ ଛନ୍ଦ କପଟ ଅବିଶ୍ୱାସୀ ନାମୀ ରେଖାତ୍ରୟ ନିଜର ସୀମା ଲଗି ବାଟ ଓଗାଳୁଛନ୍ତି ଟୁକ୍ ଟୁକ୍ ହୋଇ ପଡ଼ି ଉଠି ଝାଡ଼ି ଦେଉଥିବା ଦୁର୍ବଳ ସମ୍ପର୍କର ଅସହାୟତା ଉପରେ ଅତୁଟ ସମ୍ପର୍କ ଦ୍ୱାହି ଦେଇ ଛାତି ଫଟେଇ ବେଜୁଆ ନୟନ ଦେଟି ଟକ୍ ଟକ୍ କରି ନିଗାଡ଼ି ଦେଉଛନ୍ତି ସଞ୍ଚିଥିବା ଆତ୍ମୀୟତାର ଲୋଭ ଭଲ ପାଇବାର ପରିଣତି ହେଲେ ବି ସେ ଚୁପ୍ ବାର ଚୁପ୍ ହେଲେ ବି ସେ ଚୁପ୍ ବାର ଚୁପ୍ ପ୍ରତିବାଦ କରିବ ଯେ ନିରୁପାୟ ପ୍ରତିବାଦ କରିବ ତ କାହା ଆଗରେ ମନରେ ସାଇତା ଅସଜଡ଼ା ବୁକୁଟା କାହିଁ କହିବ ତ କାହା ଆଗରେ ବଖାଣିବ ତ କେଉଁମାନେ ଯେଉଁମାନେ ତା ନିଜଠୁ ନିଜର ଧନ୍ୟବାଦ ଚାଲନ୍ତୁ ଧାନ କ୍ଷେତର ମହକ ପବନର କଳ ସ୍ପର୍ଶ ନେଇ ଆସୁଛନ୍ତି କବି ଶ୍ରୀ ଗୌର ବିରାନୀ ନାୟକ କବିତା ପୁଷ୍ପ ଆଣ ଉତ୍ତରା ପବନ ସାଙ୍ଗରେ ଧରି ଅବନି ରାଣୀ ସଙ୍ଗେ ଆସି ଅଛି ବାଥରେ କୁଶ ସାଙ୍ଗକୁ ଘେନି ମେଲା ମାଗିଣ ହେମନ୍ତ ଭଲା ନିଜ ସଦନ ଶୀତୁଆ ଓଢ଼ଣୀ କାନ୍ତିଣ ଦେଲା ଆଣି ପବନ ମଉଳିଲା ବିରଣ ଦିନ ଛୋଟ ହୋଇଲା ଚନ୍ଦ୍ରକୁ ମୁନି ବାସର ରାତ୍ରି କ୍ରମେ ବଢିଲା ଆକାଶରେ ଧୂମ ବାଦଲ ବିଷେ ପାଣ୍ଡୁର ବନ ପହଲା ତାକକୁ କାଶ ଋତୁ ମାସର ଧର୍ମ ମେଘ ହୁଏ ନାହିଁ ବରସେ ନାହିଁ ବିନ୍ଦୁଏ ଜଳ ପ୍ରକୃତିର ଖେଳ ଏପରି କୁଶ ମାସ କାଳ ମୁନେଇ ଜାଣି ନ ବସିଲେ ଶୁଦ୍ଧ ଦୁବା ବାରୁଦ ଧାନ ମିଶାଇଲା ବୁଡ଼ିବା କୋଳେ ନାଚି ସଂଗତ ଚାଷୀ ପୁଅ ଧରି ଦାକୁ ପାଟି ଓଟ ଧରାଇ ସିନ୍ଧା ଗାମୁଛା ତା ଦେହରେ ଧାନ କେତେ ଗମଇ ପାଚିଲା ଲହକା ଧାନକୁ ଦେଖି ଆନନ୍ଦ ମନ ଶୀତ ବା କାହିଁକି ବାଥିବ ଏ ଅମୃତ ସନ୍ତାନ ଆଷାଢ଼ କାଠୁଆ ଚନ୍ଦନ ଭାଦ୍ର ମାସିନ ଶୋଭା ପହଲାରେ ମାଳ କାଲୁଆ କିମ୍ବା ଡରିବା ଅବା ଝାଟି ମାଟି ଡଙ୍ଗା ଛପର ଘରୁ ଖାଇ ପଖାଳ ଗୋଟିଏ ହାଣ୍ଡିରେ ଘରଇ ପଡ଼ି ପାଣି ଚାଉଳ ତଥାପି ମଣିଷ ପାଇକି ପୁଷ ମାସ ଆଦର ସ୍ୱର୍ଣ୍ଣ କେତେ ଶସ୍ୟ ଆମ୍ବକୁ ଦିଏ ସୁଖ ସଂସାର ଓଡ଼ିଆଙ୍କ ପୁଷ ପରବ ଆମ ପୌଷ ପୂର୍ଣ୍ଣମୀ ତାଠାରୁ ଅଧିକ ଉତ୍ସାହୀ ଶେଖ ମାଘ ସପ୍ତମୀ କେତେ ଦିନ ଆଉ ତୁମେ ରହିବ ଦୂରେ ସପନ କିବା ଆମର ସତ ହେବ ନାହିଁ କେତେ ଦିନ ଆଉ ତୁମେ ରହିବ ଦୂରେ ସପନ କିବା ଆମର ସତ ହେବ ନାହିଁ ସପନ ଆଜି ହେଲା ସତ କରିଥିଲି ମୁଢ଼ି ମନ ମିତ ମରିବା ସାଥୀ ହୋଇ କେତେ ଦିନ ଆଉ ତୁମେ ରହିବ ଦୂରେ ସପନ କିବା ଆମର ସତ ହେବ ନାହିଁ যোজনারে ভিড়ি ভিড়ি চাহে তুম সাথে আগে দূর বনে দিবি হজি তুমরি যে নায়ক সাজি অভিবাদী ও প্রিয়া মোর
জনময় জনমে ମୁଁ ତୁମର କଥା ଦେଇଥିଲ ଦେହ ଛୁଇଁ କେତେ ଦିନ ଆଉ ରହିବ ଦୂରେ କେବେ କିଛି ମାଗି ନାହିଁ ତୁମକୁ ମନ ଦେଇ ଭଲ ପାଅ ବୋଲି ଥରେ ମନ ଖୋଲି ଦିଅ କହି এই জন্য এই রাত্রি সাক্ষী জীবন বিদায় দেবা সাথী খালি সেই পদে কথা দেই এতে দিন আউ তুমি রহিব দূরে স্বপ্ন কিবা আমার সত হেব না ଏବେ ଯିବା ଜୀବନ ଯେଉଁଠି କଥା କୁହେ ସେଇଠି ତୁ ସଞ୍ଚରି ଯାଉ ଜୀବନ ଯେଉଁଠି କୃଷ୍ଣା ସାଜେ ତୁ ସେଇଠି ତ ତୃପ୍ତି ଭରା ନଦୀ ଢିଅ ହୋଇ ବହି ଯାଉ ତୁ ହିଁ ଆରମ୍ଭ ତୁ ହିଁ ମୋର ଶେଷ ଆଜିର ସହରର ସମସ୍ତେ ବୁଝୁଥିବା ପ୍ରେମିତ କବି କବି ସୁଶାନ୍ତ କୁମାର ନାୟକ କବିତା ଶୀର୍ଷକ ତୁ ସମସ୍ତଙ୍କୁ ନମସ୍କାର। ଗତ ଶନିବାର ଦିନ ଦୈନିକ ଅବୈତୃକ ସାରୁ ମୋ ସାଙ୍ଗରେ କଥା ପୁସ୍ତକରେ କହିଲେ ପ୍ରେମ କବିତା ଲେଖିବା ବହୁତ ସହଜ। ମୁଁ କହିଲି କେମିତି? କହିଲେ ଗଛ ମୂଳେ ବସିଗଲେ ଚଢ଼େଇ ଉଡ଼ିଗଲେ ଗୋଟେ ପ୍ରେମ କବିତା ହେଇଯିବ। କିନ୍ତୁ ତାକୁ କହିବାକୁ ଇଚ୍ଛା ଥିଲା କହିଲି ଗୋଟିଏ ଗୋଲାପ ତୋଳିବାକୁ ଯାଇ କେତେ କଣ୍ଟାର ଆଘାତ ସରେ ଗୋଟିଏ ଗୋଲାପ ତୋଳିବାକୁ ଯାଇ କେତେ କଣ୍ଟାର ଆଘାତ ସରେ ଧାଡ଼ିଏ କବିତା ଲେଖିବାକୁ ଯାଇ କେତେ ଲୁହ ଲାଗିବାର ହୁଏ ମୁଁ କେତେ ଲୁହ ଲାଗିବାର ହୁଏ। ଏ କବିତା ଶୀର୍ଷକ ଅଛି ତୁ ତୁ ମୋ କବିତା ଅଗଣାରେ ତୁ ମୋ କବିତା ଅଗଣାରେ ଓଦା ଓଦା ଆସ୍ପର ଧାର ଉଲ୍ଲସିତ ଗୋଲାପ ଦିଏ ତୁ ମୃତ୍ୟୁର ସୁଦୀର୍ଘ ଚଟାଣରେ ତୁ ମୃତ୍ୟୁର ସୁଦୀର୍ଘ ଚଟାଣରେ ଯିବା ଆଭା ଭଳି ମନ୍ତ୍ର ଦିଏ ତୁ ମୋ ଦୁଃଖର କ୍ୟାନଭାସରେ ତୁ ମୋ ଦୁଃଖର କ୍ୟାନଭାସରେ ଅଙ୍କା ହୋଇଥିବା ସମୟର ଦୀର୍ଘଶ୍ୱାସ ଦିଏ ତୁ ସର୍ବନାଶର ଚିତ୍କାର ଭିତରେ ତୁ ସର୍ବନାଶର ଚିତ୍କାର ଭିତରେ ଅଙ୍କାର ହୋଇ ଲଲିତ କରୁଥିବା ପ୍ରଣୟର ସମସ୍ୟା ଦିଏ ପ୍ରଣୟର ସମସ୍ୟା ଦିଏ ତୁ ମୋ ସ୍ୱପ୍ନର ନୀଳନିଡ଼ିମାରେ ତୁ ମୋ ସ୍ୱପ୍ନର ନୀଳନିଡ଼ିମାରେ ନୀଳ କରିଦିଏ କେବେ ଅପେକ୍ଷାର ମରୁମରୁ କେବେ ଅପେକ୍ଷାର ମରୁମରୁ ଟିକାକ ପୁଣି କେବେ ଚିରସ୍ରୋତା ନଦୀ ଦିଏ ତୁ ମୋ ସ୍ୱପ୍ନର ନୀଳନିଡ଼ିମାରେ ନୀଳ କରିଦିଏ ତୁ ମୋ ତୃଷ୍ଣାର ତୋରଣ ତୁ ମୋ ମାୟାର ପାର୍ବଣ ତୁ ମୋ ତୃଷ୍ଣାର ତୋରଣ ତୁ ମୋ ମାୟାର ପାର୍ବଣ ତୁ ମୋ ଅପେକ୍ଷା ଅଶୋକ ବଲନ ତୁ ମୋ ଦିଦା ଲବଙ୍ଗ ପରେ ବାରମାସୀ ଫୁଲ ହୋଇ ଫୁଟୁଥିବା ମୌସୁମୀର ରାଣ ତୁ ଫେରି ଯାଉଥିବା ଫଗୁଣର ଯୁଗଳ ବନ୍ଦୀରେ ତୁ ଫେରି ଯାଉଥିବା ଫଗୁଣର ଯୁଗଳ ବନ୍ଦୀରେ ଜୀବନର ବ୍ୟାକରଣ ତୁ ମୋ ହାରିବାର ହଜାର କାରଣ ଭିତରେ ତୁ ମୋ ହାରିବାର ହଜାର କାରଣ ଭିତରେ ଜିତିବାର ଦମ୍ଭ ଷୋଳପଣ ତୁ ତୁ ମୋତେ ସ୍ୱୀକାର କର ବା ନ କର ତୁ ମୋତେ ଆଦରିଲେ ବା ପ୍ରତ୍ୟାଖ୍ୟାନ କର ମୋର ପର୍ବାଇଲେ ତୁ ମୋତେ ସ୍ୱୀକାର କର ବା ନ କର ତୁ ମୋତେ ଆଦରିଲେ ବା ପ୍ରତ୍ୟାଖ୍ୟାନ କର ମୋର ପର୍ବାଇଲେ ମୁଁ କିନ୍ତୁ ଘୁରୁଥିଲି ଚିରକାଳ ପାଇବାର ହରେଇବାର ପରିଧି ଭିତରେ ତ ଖୋସର ମୋହନ ମାୟା କାହିଁକି ଜାଣୁ ତୁ ମୋ କବିତା 24 କ୍ୟାରେଟ ଗହଣା ଦିଏ ତୁ ମୋ କବିତାର 24 କ୍ୟାରେଟ ଗହଣା ମାନେ ଆମନ୍ତ୍ରଣ କରିବା ବ୍ୟଙ୍ଗ କବି ବ୍ରଜବିହାରୀ ଦାସ ମଧ୍ୟକୁ କବିତା ସଂସାରରେ ହେବି ଖୁସି ଗଣିଧାରା ରୁଦ୍ରେ ଭାସ୍କରେ ଗଣ୍ଡିକେ ତଥା ଭିନ୍ନ ଭିନ୍ନ ନକର୍ତ୍ତବ୍ୟ ପଞ୍ଚଦେବ ଦେବୀ ନମସ୍ତୁତେ। ତେଣୁ ପଞ୍ଚଦେବୀଙ୍କ ପାଇବାକୁ ହେଲେ ଟିକେ କଷ୍ଟ କରିବାକୁ ପଡିବ। ତେଣୁ ସହଜ ଆଉ ଗୋଟେ ବର୍ଣ୍ଣନା ଅଛି ସଳାସାରୀ ନମସ୍ତୁଭ୍ୟଂ
ପତ୍ନୀତସ୍ୟ ପିତାମାତା ଭିନ୍ନ ଭିନ୍ନ ନକର୍ତ୍ତବ୍ୟ ପଞ୍ଚଦେବ ନମସ୍ତେ। ଏଇ ପାଳନକୁ ପୂଜା କଲେ ଆମେ ନିଶ୍ଚିତ ଜୀବନରେ ଖୁସି ହବା। ଏତିକି କଥା ଜାଣି ରଖିଥା, ପାରିଲେ ମନ ତୋଷି, ସାରା ଜୀବନ ରହିବୁ ସୁଖେ, ସଂସାର ହେବୁ ଖୁସି, ସବିଏ ହେବେ ଖୁସ୍, ନହେଲେ ଜାଣ ଫଟକା ସମ, ଜୀବନ ହେବ ଖୁସ୍। ପାଖରେ ଯଦି ବିବାହ ହୋଇବୁ, ପାଖରେ ଯଦି ବିବାହ ହୋଇବୁ ଲାଭ ହୋଇବ ବେଶୀ। ଭଲ ମନ୍ଦରେ ଶାଶୁ ଶ୍ୱଶୁର ଉଭା କହିବେ ଆସି, ଆସିଲେ ଶାଳୀ ଶଳା, ବାପ ମାଙ୍କୁ କହିବୁ ଧୀରେ, ବାରିଆଡକୁ ପଳା, ବାରିଆଡକୁ ପଳା। ସବୁଠୁ ଭଲ ବାପ ମାଙ୍କୁ ଆସିବୁ ଗ୍ରାମେ ଛାଡି, ସେଇ ସ୍ଥାନରେ ଶାଳିକା ଆସି ଆସ୍ଥାନ ଦବ ମାଡ଼ି। ଶ୍ୱଶୁର ହେବେ ଖୁସି, ଜ୍ୱାଇଁ ଆମର ଅମୂଲ୍ୟ ହୀରା, କହିବେ ହସି ହସି, କହିବେ ହସି ହସି। ଅବୁଝା ହେଲେ ଜନ୍ମଦାତା, କହିବୁ ହାତ ମଳି, ବାରି ବଗିଚା ପଦା କଲେଣି, ମଇଁଷି ଗାଈ ଛେଳି, ଭାଗ ଚାଷିତା ଖଳ, ଗାଁରେ ରହି ବୁଝ ସେ କଥା, ଲଗାନା ଏଠି ଗୋଳ, ଲଗାନା ଏଠି ଗୋଳ। ଭଉଣୀ ଛାଡି ଭାଇ ହାତରେ, ଭଉଣୀ ଛାଡି ଶାଳୀ ହାତକୁ ବାନ୍ଧିବୁ ଯେବେ ରାକ୍ଷୀ। ଭଉଣୀ ହେଲା ଆଜିକୁ ସିଏ, ମାରିଦା ହେଲା ସାକ୍ଷୀ, ମାରିବୁ ନାହିଁ ଆଖି। ଆଗରେ ତାଲା ପଛଟା ମେଲା, ଆଗରେ ହଉଛି ଭଉଣୀ ରାକ୍ଷୀ ବାନ୍ଧିଛି, ପଛରେ ହଉଛି ଶାଳୀ ଅଭାଗନ ବାଲି। ଆଗରେ ତାଲା ପଛଟା ମେଲା, ନରଉ କିଛି ବାକି, ନରଉ କିଛି ବାକି। ଭାରିଟା ଖୁସି, ଶାଳୀ ବି ଖୁସି, ପ୍ରେଜେଣ୍ଟ କଲେ ଡ୍ରେସ୍, ମାଇ ଡିଅର ସର୍ବେଚିଅର, ଦିଶିବ ମୁହଁ ଡ୍ରେସ୍। ମାଗିଲେ ଶଳା ଟଙ୍କା, ଚାକିରି କଲେ ନିଶ୍ଚୟ ସୁଝିବ ନିଶ୍ଚୟ, ଚାକିରି କଲେ ସୁଝିବ ନିଶ୍ଚୟ। ନରକ ମନେ ଦକା, ନରକ ମନେ ଦକା। ସାନ ଭାଇଟା ବିକଳ ହୋଇ ମାଗେ 500 ଟଙ୍କା। ଫର୍ମ ଫିଲଅପ ପାଖ ହେଲାଣି, ବୁଝେ ମନେ ଶଙ୍କା, ଉତ୍ତର ଦେବ ରାଗି, ନିଜର ଖର୍ଚ୍ଚ ଯୋଗାଡ଼ କର, ଅନ୍ୟ କେଉଁଠୁ ମାଗି। ଭାଇ ଭଗାରୀ ଭଗ୍ନୀ ବୈରୀ, ବାପ ମା ମଣି ବୋଝ, ଚାରି ସମ୍ପର୍କ ତୁଟେଇ ଦିଅ, ମନ ଲୁଟେଛି ଲାଜ। ହରଣୀ କରେ ପୁଷ, ତାଙ୍କରି ମନ ମାନି ଚଳିଲେ, ସଂସାର ହେବୁ ଖୁସ୍, ନହେଲେ ଜାଣ ଫଟକା ସମ, ଜୀବନ ହେବ ଖୁସ୍। ଡାଇବେଟିସ ରୋଗରେ ପଡି, ପିଅ କଲରା ଜୁସ୍। ଧନ୍ୟବାଦ। ଚାଲନ୍ତୁ ଜୀବନର ଦୁଃଖ ସୁଖ ବୋଲି ଏକ ଭିନ୍ନ ମୋଡ଼ ର କବିତା ନେଇ ଆସୁଛନ୍ତି କବି ଶ୍ରୀକାନ୍ତ ମେହେର। କବିତା ଭିନ୍ନ ଏକ ମୋଡ଼। କବି ଶ୍ରୀକାନ୍ତ ମେହେର। ଉପସ୍ଥିତ ସମସ୍ତ ଗୁରୁଜନ ମଣ୍ଡଳୀଙ୍କୁ ମୋର ଭୂମିଷ୍ଠ ପ୍ରଣାମ। ଆଜି ମୋର କବିତାର ଶୀର୍ଷକ ହେଉଛି ଭିନ୍ନ ଏକ ମୋଡ଼। ମୁझे ସତେ ଥିଲି ଗୋଟେ ଅଜଣା ବାଟୋଇ, ଆଖି ଥାଉ ଥାଉ ମଧ୍ୟ ଗଲି ଅନ୍ଧ ହୋଇ, ଚାଲୁଥିଲି ଲକ୍ଷ୍ୟ ପଥେ ଏକ ଲକ୍ଷ୍ୟ ନେଇ, ପଥ ପ୍ରାନ୍ତେ ପ୍ରେମ ବନେ ଗଲି ବିମୋହିତ ହୋଇ। ହଜେଇ ଦେଲି ମୋ ମନ ସେହି ପ୍ରେମ ବନେ, ଭିଜିଗଲା ମନ ମୋର ପ୍ରେମର ଶ୍ରାବଣେ। ଜଳୁଥିବା ମନ ମୋର ଶୀତଳ ହୋଇଲା, ଲକ୍ଷ୍ୟ ପଥି ମନ ମୋର ଲକ୍ଷ୍ୟହୀନ ହେଲା। ହୃଦୟ ମୋ କହେ ଆଜି ଆରେ ବାୟା ମନ, ବୃଥା ପ୍ରେମେ କାହିଁ ଘାଣ୍ଟି ହେଉ ରାତି ଦିନ। ପିତାମାତା ତୋଠାରୁ କରିଛନ୍ତି କେତେ ଆଶା, ତାଙ୍କର ସେ ଆଶା ତୁକି କରିବୁ ନିରାଶା, ତାଙ୍କର ସେ ସ୍ୱପ୍ନ ତୁକି କରିବୁ ବିଫଳ। ଚାହିଁଛନ୍ତି ଦେଖିବାକୁ ତୋହରି ସଫଳ। ଧନ୍ୟବାଦ। ଆଜିର କବିତା ଆଶ୍ରୟରେ ଉପସ୍ଥିତ ସମସ୍ତ ସାରସ୍ୱତ ଶୀତ ଛାଡ଼ି ଛାଡ଼ି ଗଲାଣି, ଶୀତର ଉଷ୍ଣ ସ୍ପର୍ଶରେ ପ୍ରେମ କବିତା ସବୁ ଉତରି ଆସିଲାଣି। ତେଣୁ
ଆଉ ଏକ ପ୍ରେମ କବିତା ମୋ ତରଫରୁ। ତୁ ମୁଁ ଓ ପ୍ରଣୟ କର। ମୁଁ ମଧୁପ ଦେଖେ ମୋର ଗ୍ରୀଷ୍ମର ଡହ ଡହ ତାତି। ମୁଁ ମଧୁପ ଦେଖେ ମୋର ଗ୍ରୀଷ୍ମର ଡହ ଡହ ତାତି। ତୁ ମୋର ହଳଦୀ ମୁହିଁ ମଧୁମିତା ଗୋରି ସୂର୍ଯ୍ୟମତି। ବହଳ ବହଳ ଅନ୍ଧାର ରାତିରେ ତୁ ମୋ ହୃଦତା ଛବିଳ ଛୈଳ ତୋ ସ୍ମୃତି ହାତ ଧରି ଟାଣେ ପରା। ତୋ ନଈରେ ନୀତି ଆସେ ତୋ ନଈରେ ନୀତି ଆସେ ପୀରତିର ଶିରାକୋଣ ବଢି। ମୋ ମନର ନଦୀ ପଠା ବିଲ ଝିଲ ତୃପ୍ତ ହୁଏ ହୁଇ। ମୋ ଗୋଲାର୍ଦ୍ଧେ ବଉଳେ ଏବେ ବସନ୍ତର ଭିନି ଭିନି ବାସ। ମତୁଆଲା କୋଇଲି ଗାଏ ମୋ ଡାଳରେ ଶୃଙ୍ଗାର ସଙ୍ଗୀତ। ତୋ ସୋରିଷ ଫୁଲିଆ ମୁହଁରେ ଖେଳେ ଖୁସିର ଯେତେ ଢେଉ। ଲେଖିଛି ସତେ ମୋ ନାଁରେ ଅତର୍କଳା ପୀରତି ଚିତା। ଛୁଇଁ ଦେଲେ ତୁ ଘାସର ଛାତିରେ ଫୁଲ ଫୁଟା ଋତୁ ଆସେ। ସପନର ଛନ୍ଦେ ସବୁଜ ପ୍ରାନ୍ତର ପ୍ରଣୟର ପର୍ବ ରଚେ। ମୁଁ ପଶ୍ଚିମ ଆକାଶ ଆଙ୍କେ ସମ୍ପର୍କର ବହୁ ବର୍ଣ୍ଣା ଚିତ୍ର। ତୁ ନୀଳ ଫେରା ପକ୍ଷୀର ଉପରେ ମିଳନ ମଧୁର ଗୀତ। ଧନ୍ୟବାଦ। ନମସ୍କାର। ମୋର ଆଜି ଟିକେ ଅଲଗା ଭାଗବତ ଶୁଣ ଅଚ୍ୟୁତ ଭାଗବତ ଅଧାରୁ ପଢିବି। ଶିଶୁ ଅନନ୍ତ ଯଶୋବନ୍ତ ଅଚ୍ୟୁତ ଦାସ ଜଗନ୍ନାଥ ସାଥିରେ ତାଙ୍କ ବଳରାମ ଏମିତି ପଞ୍ଚ ସଖାନ। ଅଗମ୍ୟ ଜାଣେ ଯଶୋବନ୍ତ ଗାର କାଟେ ଶିଶୁ ଅନନ୍ତ। ବଳରାମଙ୍କ ଭକ୍ତି ଗୀତ ଅଚ୍ୟୁତ କହେ ଭବିଷ୍ୟତ। ପ୍ରଭୁଙ୍କ ଠାରୁ ଜ୍ଞାନ ନେଇ ଶିଷ୍ୟ ଜଣେ ଯେ ପ୍ରକାଶ। एकरु बढिले तारक अदुता रंजत हूँ एक परम भक्त से अच्युत भजहि नाम विरत जगत नाथ जगन्नाथ पूजंती होई सीधा सिद्ध सकल कर्मे नाम जार कुंडरे दिए बारंबार से प्रभु पाद पद्मे रही संसारे धर्म विद रही अच्युतानंदे भाव रखी पारिब जगन्नाथ देखी बुझेई कहू अच्छी शुण सन्तर्क युक्त पारे जान शुणिले मनु शंका जीवन पाप नाश हेब षोडश शताब्दी प्रारंभ महान सन्त आविर्भाव कटक जिलार निर्माण पवित्र चित्रकला कूल दीड़पणा काम दे अटई गोपाल कूलरे जन्मई के कहे क्षत्रिय जाति करण विश्वास काहा जे बाजे गोपीनाथ सैन्य विभागे नियोजित पिता कुंतिया दीन बंधु हृदय साहा कृपा सिंधु मातांकर पद्मावती प्रभु से घरे थिले मती थिलामती जगन्नाथଙ୍କ कृपा पाई संतान प्राप्ति जे हुई बाघर शुक्ल एकादशी जन्मिले धरा पृष्ठे आसी माताଙ୍କ स्वभाव अगणी सूत्रे निजକୁ ନିଜେ ଗଣି पट वृक्षर मूले बसी साधना करिले भरसी जेणु हरिଙ୍କ पासे लय हुई ताଙ୍କ ज्ञान लय नाम जे होइला अच्युत पुंज सखारे हेले ख्यात मुकुजे माताଙ୍କ आशंका केमନ୍ତ ହେବ ବଂଶ ରକ୍ଷା କହିଲେ ପୁତ୍ର ପାଶେ ଯାଇ ବିବାହ ବନ୍ଧନର ପାଇଁ ମାତାଙ୍କ ପାଶେ ସର୍ତ୍ତ ରଖି ମାତାଙ୍କ ପାଶେ ରଖି ସର୍ତ୍ତ ସମ୍ପଦ ହୁଅନ୍ତି ଅଚ୍ୟୁତ ଅଡଙ୍ଗ ରାଜ ପରିବାରେ ସମ୍ଭ୍ରାନ୍ତ ହେଲା ବିବାହରେ ପତ୍ନୀଙ୍କ ନାମ ଚମ୍ପାବତୀ ଅଧିକ ଥିଲେ ଗୁଣବତୀ ଅଚ୍ୟୁତ ଚମ୍ପାବତୀଙ୍କର ସନ୍ତାନ ଭଜଗଦାଧର ବ୍ରଜଙ୍କ ପୀଠ ଅବସ୍ଥିତ ଉଦାନ କରି ତେଣୁ ଖ୍ୟାତ ଅଚ୍ୟୁତ ପରମ ପୁରୁଷ ଈଶ୍ୱର ଭଜନେ ବିଶ୍ୱାସ ଈର୍ଷାକୁ ପାପ ସେ ଗଣଇ ଦୟାକୁ ଧର୍ମରେ ଗଣଇ ଜଗନ୍ନାଥଙ୍କ ବଡ଼ ଭକ୍ତ ଜାଣିଅ ଭୀତ ଭବିଷ୍ୟତ
গ্রন্থ যে দেখিলে নানাদি বাণিকা গীত চৌপতি জ্যোতিষ বাস্তুযন্ত্র মন্ত্র আয়ুর্বেদ দর্শন তন্ত্র সপুরে পারঙ্গম হই সে মহাপুরুষ বোলাই অমৃত ছত্রিশ সংহিতা সাক্ষীরে অপ্রস্ত গীতা শহেরু অধিক মালিকা প্রকাশ হইছি সে লেখা এটি বଢିଆ ଧନ୍ୟବାଦ। କବି କୁଞ୍ଜବିହାରୀ ରାଉତଙ୍କୁ ମଧ୍ୟ ଗୌରବ କରିବା। ତାଙ୍କର କବିତା ନେଇ ଆସୁଛନ୍ତି ସୁନ୍ଦର କବିତା। କବିତାଟି ଆଜି ଆମର ପ୍ରିୟ ଅଧ୍ୟକ୍ଷା ସୁଜାତା ପ୍ରଧାନ ପ୍ରାକ୍ତନ ଅଧ୍ୟକ୍ଷା ସୁଜାତା ପ୍ରଧାନ ପାଠିତ କବିତା ଶୀର୍ଷକ ଅସମାହିତ ପ୍ରଶ୍ନ। ସମ୍ପର୍କର ନିୟମ ପଢିଲା ବେଳେ ସାକ୍ଷୀ ଥିଲା ଆକାଶ ବସନ୍ତର ମଳୟ। ସମ୍ପର୍କର ନିୟମ ପଢିଲା ବେଳେ ସାକ୍ଷୀ ଥିଲା ଆକାଶ ବସନ୍ତର ମଳୟ। ଗୋଲାପର ମହକ ଓ କୋଇଲିର କୁହୁ କୁହୁ ଗାନ ଆଜି ସମ୍ପର୍କର ଡୋରି ଛିଣ୍ଡିଗଲା ବେଳେ ସମସ୍ତେ ଚୁପଚାପ ନିରବ ଦର୍ଶକ। ଛାତି ତଳେ କୋହ ନୟନର ଜ୍ୟୋତି ନିଷ୍ପ୍ରଭ। ଉଦାସୀ ଆକାଶ ଆଜି କୁସୁମ କାଳେ ବରସି ଯିବ ଆଉ ଭିଜାଇ ଦେବ ସବୁ ସ୍ମୃତିକୁ ଉଡ଼ାଇ ଦେବ ଝଡ଼ ପତାସରେ। ଆମ ସମ୍ପର୍କର ଅକୁହା କାହାଣୀ ସେଇ ଆଶଙ୍କାରେ ମନ ଆଶଙ୍କିତ। ତୁମେ ତ ସେ କଥା ବୁଝିପାରିବନି ହେ ପ୍ରଶ୍ନ ଦେବୀ ସଖୀ, ହେ ପ୍ରଶ୍ନ ଦେବୀ। କାରଣ କେତେବେଳେ ତୁମେ ହୃଦୟ ଗତିତ ପୁଣି କେତେବେଳେ ନିର୍ଜୀବ ପଥର। ବୋଧହୁଏ ସେଥିପାଇଁ ଏଠି ପ୍ରେମ ନାହିଁ ସବୁ ତ ଛଳନା। ମରିବାକୁ ହେବ ଆଦରି ନେଇ ବଞ୍ଚିବା ବାହାନା। ସମ୍ପର୍କର ସ୍ମୃତିକୁ କଲେ ମନ୍ଥନ। ସମୟଟା ସିନା ଚାଲିଯାଏ ସିନା ହୃଦୟରେ ଛାଡ଼ିଯାଏ ଗଭୀର ରେଖାଙ୍କିତ ସ୍ମୃତି। ଯାହାକୁ ନେଇ ଉଭୟ ସୁଖ ଦୁଃଖର କୋଣାର୍କ ଗଡ଼ୁ ଗଡ଼ୁ ମନ ସମୁଦ୍ରରେ ଅସଂଖ୍ୟ ସମାହିତ ପ୍ରଶ୍ନର ଭାଙ୍ଗୁଥାଏ ଉତାଳ ତରଙ୍ଗ। ଖୋଜି ଚାଲିଥାଏ ଅସମାହିତ ପ୍ରଶ୍ନର ଅବିଚ୍ଛିନ୍ନ ଉତ୍ତରର ସମାହାର। ଆପଣଙ୍କ ଯୋଡ଼ିବା ସମ୍ପର୍କ ପୁଣି ଛିଡ଼ିବା ସମ୍ପର୍କ ପୁଣି ଯୋଡ଼ି ହଉ ଏମିତି କବିତା ରୂପରେ ଶୋଭା ପାଉଥାଉ। ଅଶେଷ ଧନ୍ୟବାଦ। ପରବର୍ତ୍ତୀ କବି ସସ୍ମିତା ପ୍ରଧାନ ମହୋଦୟ ଆସନ୍ତୁ। ମୋର କବିତାର ଶୀର୍ଷକ ଲୁହ ବଜାରରେ ଅଚିନ୍ତା ମୁହ। ହସ ବଜାରରେ ହସର ଅଭାବ, ଖୁସି ବଜାରରୁ ଖୁସି ଉଭାର। ଆନନ୍ଦ ବଜାରରେ ଅନ୍ଧାର ଉଡୁଛି ହାତ କବଲାରେ କିଣିକି ମନ। ସ୍ନେହ ବଜାରରେ ଅଚଳ ଅବସ୍ଥା, ପ୍ରେମ ବଜାରରେ ଲାଗିଛି ନିଆଁ। ପ୍ରୀତି ବଜାରରେ ବନରେ ସେ ଖାଲି କିଣା ବିକା ନାହିଁ ବୁଲାଇ ଯାହା। ମମତା ବଜାରରେ ମହୁଲି ଆଖଡ଼ା, ପ୍ରଣୟ ବଜାରରେ ଝୁଲୁଛି ତାଲା। ସମ୍ପର୍କ ବଜାରରେ ନିରାପତ୍ତା ନାହିଁ, ପ୍ରବେଶ ପ୍ରସ୍ଥାନ ନିକଟ ଖୋଲା। ଦେହ ବଜାରରେ ବାଟିକାର ବାଣ, ମନ ବଜାରରେ ସନ୍ଦେହ ଭିଡ଼। ବିଶ୍ୱାସ ବଜାରରେ ମୂଳ ପୁଡ଼ା ଭୟ, ଆଶଙ୍କା ବଜାରରେ ମହଙ୍ଗା ଭଡ଼ା। ଛାତି ବଜାରରେ ରାତି ଫାଙ୍କା ଫାଙ୍କା, ସ୍ୱପ୍ନ ବଜାରରେ ଚୋରିର ଭୟ। ନିଦ ବଜାରରେ ଶବ୍ଦର ସ୍ୱର୍ଗ, ଲୁହ ବଜାରରେ ଅଚିହ୍ନା ମୁହଁ। ସେ ଲୁହ ବଜାରରେ ଅଚିହ୍ନା ମୁହଁ। 9 ପର୍ଯ୍ୟନ୍ତ ସମସ୍ତେ ବସି କଥା ହଉଥିଲେ। 9 ଗୋଟେ ଥାପଡ଼ ବାଲା 8କୁ, 8 ଥାପଡ଼ ବାଲା 7କୁ, 7 ବାଲା 6କୁ। ଯେତେବେଳେ 2 ବାଲା 1କୁ, 1 ଯେତେବେଳେ ଶୂନ ଉପରେ ପ୍ରହାର କରିବାକୁ ଆସିଲା, ଶୂନ ଧୀରେ ଗଲା, ମାନେ ଗୋଟେ କଣକୁ ବସିଲା। କାରଣ ଶୂନ ତ କୋଉଥିରେ ବସିଲେ କିଛି ହବନି। ତେଣୁ 1 ତାକୁ ବୁଝେଇଲା, ନାଇଁ ଭାଇ ତମେ ଡରନି, ତମେ ନିର୍ଭୟ ରୁହ। ତେଣୁ ଶୂନ ପାଖକୁ ଧୀରେ ସେ 1 ଚାଲିଗଲା। ସେତେବେଳେ ହେଇଗଲା 10। ତେଣୁ ଆମେ ସମସ୍ତେ ନିଜ ନିଜର ବଡପଣ ଆମେ ଦେଖୁଥାଉ, କିନ୍ତୁ କାହାକୁ ନେଇ ବଡପଣଟା ଯୋଗେଇବା ଏହା ହିଁ ପ୍ରକୃତ ଧର୍ମ, ମଣିଷ ଧର୍ମ। ଧନ୍ୟବାଦ। ଚଞ୍ଚଳ ଶ୍ରାବଣର ଝର, ପାହାଡ଼ି ଘାସର ସେଜ ଛୁଇଁ ଝରୁଥାଏ। ଛାଇ ଆଲୁଅରେ ଗୋପାଳ ବଇଁଶୀ ସ୍ୱର ଯେବେ ମାତି ଯାଏ। ପାହାଡ଼
ତାପରେ ଜାତି ଜାତି ଫୁଲ ଯେବେ ହେଉଥାନ୍ତି କଥା ସଞ୍ଜ ସମୀର ଶୀତଳ ଛୁଆରେ ଭାଙ୍ଗଇ ଯେବେ ବନାନୀର ନୀରବତା ଏମିତି ଲଗନେ ଖୋଜେ ମୁଁ ତମକୁ ଦିଗ ଦିଗ କେତେ বুলি ସରାগে ଦେଖଇ ଲହରୀ ପିଠିରେ ସମୟର ଧୀର ଚାଲି ଦିନ ପରେ ଦିନ ଗଡ଼ି ଗଡ଼ି ଯାଏ বরস বহি যায় চপল ঝরଣା গুঞ্জন তোলে সঙ্গীত সুরে লয়ে হেমন্ত চিত্র সারারে জীবন উদাস ভাই তমে পাশে নাহ বলি মধুর লগনে নথিলে বি তমে একান্ত রাগ মোর ভাগ কম্পনে আনন্দ ঘন চঞ্চল বার বার সহস্র ডেনারে ମୋ ଆଶିଷ ବୋଳା କୋମଳ ସମ୍ଭାଷଣ ମୋ ପରାଣ ପ୍ରିୟା ପାରୁଷେ ନେଇ ତୁ ଉଡ଼ି ଯାରେ ବିହଙ୍ଗମ ଗୋଳି ବୋଳି ଦେଇ ହୃଦୟର ଭଲ ପାଇବା କଣିକା ମାଳ কহে বার বার তমে কামর মু তমর কাল কাল কহে বার বার তমে কামর মু তমর কাল কাল ସମସ୍ତଙ୍କୁ ପୁଣି ଥରେ ପ୍ରଣାମ। ଗୋଟେ ମୁଗ୍ଧ ବାତାବରଣ ପରେ ପରେ ସାରଙ୍କର ସୁନ୍ଦର ଗୀତି କବିତା ତାପରେ ମୁଁ ରଶ୍ମି ମୋର କବିତା ଶୀର୍ଷକ ଅଭିଯୋଗ ପତ୍ର। କେତେ ଜଣ ହାତରେ କେତେ ଜଣ ଫାଣ୍ଟି ମିଶିଲେ ଭଡ଼ା ହୋଇପାରେ ସୁନାନାଖି ଜୀବନଟିଏ ତଉଲା ତଉଲି କଲା ବେଳକୁ ହୁଗୁଳିଗଲା କଣ୍ଟା କାନ୍ଥ ଟଙ୍କା ଚିତ୍ରରୁ ବାହାରି ଧୁସ୍ କରି ପଶି ଆସିଲେ କେହି ଜଣେ চশমা কাচ দেই খুব ঝাপসা ভাবে বানিয়ে এ ସେହି ଚିତ୍ରର ଚରିତ୍ର ଓ ନିଶ୍ଚୟ ଈଶ୍ୱର। ପଚାରିବି ତୁମେ ବୋଧେ ସେଇ ବ୍ୟକ୍ତି ବିଶେଷ ଯେ ସୂର୍ଯ୍ୟଙ୍କ ତାପ ରାତିକୁ ପାପ ପିନ୍ଧି ସଣ୍ଠଣା ଶିଖାଇଛ ହଳେ ଆଖି ଆଉ ନିସଙ୍ଗ ଉଦର ଖଣ୍ଡରେ ଭୋକ୍ୟ ସବୁକୁ ଭାଗ କରିଛ। ପାହାଡ଼ ଛାତିରେ ନିଆଁ ଶବ୍ଦରେ ଆତଙ୍କ ସଙ୍ଗୀତରେ ନିର୍ଜନତା ବାସରେ ବିଷାଦ ଏବେ ଫୁଲ ପବନ ପ୍ରଜାପତି ମିଠା ସ୍ମୃତି ସବୁ ରକ୍ତମୁକ୍ତ ରସମୁକ୍ତ ବିରହ ଜ୍ୱାଳାରେ କାହିଁକି ତୁମେ କି ବୁଝ ନା କୁମ୍ଭାର ଘରେ ଶୋଭା ପାଏ ମାଟି ପାତ୍ର অলুগুড়িরে সুন্দর শাড়িটা লুগারে অলুগুড়ি সুন্দর দিশে শাড়িটা লুগারে এই যেমিতি দেশ হসে তিরঙ্গা নাই ছাতিলে ফেরিবা আগলু হে ঈশ্বর ফেরিবা আগলু ঘড়িয়ে অটকিলু তুম অদৃশ্যতা মতে খুব গ্রাস করে জানি রখ ফেরিবা আগলু হে ঈশ্বর ঘড়িয়ে অটকিলু ତୁମ ଅଦୃଶ୍ୟତା ମତେ ଖୁବ୍ ଗ୍ରାସ କରେ ଜାଣି ରଖ ଅନ୍ଧାର ଦେଖି ଆଉଜି ପଡ଼ ତୁମେ ତ ଏମିତି ଅନ୍ଧାର ଦେଖି ଆଉଜି ପଡ଼
ଠିକ୍ ଶିଆଳିଲତାର ଫିସାଦ ପରି କେବେ ଭାସିଯାଏ ମାଣ ପୀଡ଼ିତ, କେବେ ପୁଣି ପାଞ୍ଚାଳିର ଅଲଗା କେଶ। ଏବେ ବୋଧେ ତୁମ ଶିକାରରେ ହରିବଂଶ। ଆୟତ ଚହ୍ନରାତି ତୁମର, ମେଘ ଢଙ୍କା ଆକାଶ ବି ତୁମର, ମଠ ତୁମର, ମନ୍ଦିର ବି ତୁମର, ପେରି ତୁମର, ପ୍ରଲୋଭନ ବି ତୁମର। ଯୌବନରୁ ଚରାଯାଏ 5-25 କଥାକୁ ଶୁଆଇ ଦେଇ ଆମେ ଖାଲି କାନ୍ଧଟିଏ ପାତିଦେବୁ ତୁମ ଲାଗି। ଯୌବନରୁ ଚରାଯାଏ 5-25 କଥାକୁ ଶୁଆଇ ଦେଇ ଆମେ ଖାଲି କାନ୍ଧଟିଏ ପାତିଥାଉ ତୁମରି ଲାଗି। ନୀରବ ଦ୍ରଷ୍ଟାଟିଏ ସାଜି ଫେରିବା ଆଗରୁ ଘଡ଼ିଏ ଅଟକି ରୁହ। ହେ ଈଶ୍ୱର, ତୁମ ଅଦୃଶ୍ୟତା ମତେ ଖୁବ୍ ଗ୍ରାସ କରେ, ଜାଣି ରଖ। ଧନ୍ୟବାଦ, ନମସ୍କାର। କବିତାର ଶୀର୍ଷକ ହେ ନବବର୍ଷ 2025। ହେ ନବବର୍ଷ, ତମେ କେଉଁ ଆକାଂକ୍ଷିତ ଅତୀତର ଧ୍ରୁବ ତାରାଟିଏ, ଅସରନ୍ତି ଆଶାର କଣିକାଟିଏ, କେତେ ବାଦ ବିବାଦର ସମତୁଲ ସମାଧାନର ସୂତାଖିଏଟି ମଧ୍ୟ। ତମେ ଆସ ନୂତନ ପ୍ରେମାସ୍ପଦ ନାୟିକା କେପରି ବିରହୀର ପ୍ରତ୍ୟକ୍ଷ ପ୍ରତ୍ୟାଶାର ବଳୟକୁ ନେଇ କେବେ ଗୋଲାପର କୋମଳତାକୁ ତ କେବେ ସନ୍ଦେଶର ବାର୍ତ୍ତାବହଟିଏ ହୋଇ ମୁକୁଳା ନୃତ୍ୟର ତା ନର୍ତ୍ତକୀର ପାଦର ଝୁଣି ଶବ୍ଦରେ, କେବେ ପୁଣି ଗ୍ରାମ କିଶୋରୀର ମୁକୁଳା ଲୋକଗୀତରେ ତମେ ହିଁ ଆସ। ତମ ଶୁଭାଗମନ ପାଇଁ କେବେ କେବେ ଭାସି ଆସେ ମନ୍ଦିରର ନିରବତା ଭାଙ୍ଗି ହରେ କୃଷ୍ଣ ହରେ ରାମର ନାମ ସଂକୀର୍ତ୍ତନ। ତୁମେ କେବେ କବିତାଟିଏ ପାଲଟି ଯାଇ ଓହ୍ଲାଇ ଆସ ପ୍ରେମର ନିବିଡ଼ତା ଅବା ରମଣୀର କୋଟି ଲାବଣ୍ୟବତୀ ଦେଇ। ପୁଣି କେବେ କବିର ନିଶାନ୍ତ ନିମଗ୍ନରେ ଖୋଜି ଆଣୁଥିବା କଳ୍ପନା ଭାବନା ଓ ଚେତନାର ଚୌହତି ମଧ୍ୟରେ ରାଜତନ୍ତ୍ର ଗଣତନ୍ତ୍ର ଲୋକତନ୍ତ୍ର ତମ ପାଇଁ ବନ୍ଧା ପଡେ ନିର୍ବାଚନ ମଣ୍ଡଳୀର ନେତାଙ୍କ ଭିଡରେ ଅବା ମିଛୁଆ ପ୍ରତିଶ୍ରୁତିର। କିନ୍ତୁ ତମ ଛାତିର ସ୍ପନ୍ଦନ ହୃଦୟର ଭାବାଶ୍ରିତ ଅକ୍ଷର ନିର୍ଝର ଛଡାଇ ଦେଇ ଭୂମିଠାରୁ ଭୂମା ପର୍ଯ୍ୟନ୍ତ ନବସର୍ଜନାର ନୂତନ ଇଷ୍ଟାହାରରେ ବିଞ୍ଚି ଯାଅ ଲଳିତ ଆବେଗ ବଳାନ। କଳ୍ପନାର ଚିତ୍ରିତ ପ୍ରଜ୍ଞାପନ ସୁଧାଧାରେ ତମେ ହିଁ ସର୍ଜନାର ସୌଧଟିଏ ଗଢି ଦିଅ। ନବ ଉନ୍ମାଦନାରେ ମସ୍କୁଲ ହୋଇ ଚଳଚଞ୍ଚଳ ହୋଇ ପଡେ ପଲ୍ଲୀରୁ ଦିଲ୍ଲୀ ଯାଏ। ନିଷ୍ପ୍ରଭ ପ୍ରାଣର ପ୍ରତୀକ୍ଷାରେ ପ୍ରଦୀପ ଜଳାଇ ମୁଁ କିନ୍ତୁ ସ୍ୱାଗତ କରେ ମୋର ଖୁବ୍ ଆପଣାର ବନ୍ଧୁଟିଏ ପରି ତମକୁ। ହଁ, ନବବର୍ଷ ତମକୁ ଧନ୍ୟବାଦ। ବର୍ତ୍ତମାନ ଆମର କବିତା ପର୍ଯ୍ୟାୟଟି ସମାପ୍ତ ହେଉଛି। ପୁଣି ମୋ ମଞ୍ଚ ହସ୍ତାନ୍ତର କରୁଛି ଅଶୋକ ବଳ ସାର୍ଙ୍କୁ। ତାକୁ ଅନୁରୋଧ କରିଛି ସେ ଆସିବେ ଏବଂ ଧନ୍ୟବାଦ ପର୍ବ ବିଜୟ ସାର୍ ଦେବେ। ଧନ୍ୟବାଦ ପର୍ବ ବା ଶେଷ ଶବ୍ଦ ଉପସ୍ଥାପନ କରିବେ ବିଜୟ ପାତ୍ର ଭାଇ। ସମସ୍ତଙ୍କୁ ନମସ୍କାର। ନୂଆ ବର୍ଷ ପ୍ରଥମ କବିତାର ଆପଣ ଯେତିକି ଆସିଛନ୍ତି ବା ଯେତିକି ପଢ଼ିଲେଣି ତାକୁ ସବୁ ଧନ୍ୟବାଦ ଦେଉଛି। ଆଜି କବିତା ସ୍ୱର ଆମର ଅଧ୍ୟାପକ ଜ୍ଞାନରାଜ ତ୍ରିପାଠୀ ମୁଖ୍ୟ ଉଦ୍ଧାର କରି ଯୋଗ ଦେଇଥିବାରୁ ତାଙ୍କୁ ଆଦର୍ଶ ଭାଷା ତରଫରୁ ଧନ୍ୟବାଦ ଦେଉଛି। ଆମର ସମ୍ମାନୀୟ ଅଧ୍ୟକ୍ଷା ସୁଜାତା ପ୍ରଧାନ ସେ ଗର୍ବ କରିଲେ, ତାଙ୍କୁ ଧନ୍ୟବାଦ ଦେଉଛି। ଆଜି କବିତା ସ୍ୱର ଆମର ପୌରୋହିତ୍ୟ କଲେ ଆମର ପୂଜ୍ୟ ଚାରିଜଣ ସାହୁ ସାହୁଙ୍କୁ ଏବଂ ଆଉ 2 ଜଣ କବୟିତ୍ରୀ ନିର୍ବାପତି ରଶ୍ମି ସାହୁ, ତାଙ୍କୁ ଧନ୍ୟବାଦ ଦେଉଛି। ପ୍ରେସ୍ ମିଡ଼ିଆ ଭାଇ ଆଉ ଆମ ପରିବାରର ଆଦର୍ଶ ପରିବାର ସମସ୍ତଙ୍କୁ ଧନ୍ୟବାଦ ଦେଉଛି। ନୂଆ ବର୍ଷ ଉପଲକ୍ଷେ ସମସ୍ତେ ଭଲ ଥାଆନ୍ତୁ।